ୟୁଜିସିର ନୂଆ ନିୟମ କ'ଣ? ରାଜନୀତି କାହିଁକି ଏତେ ଗରମ? ୟୁଜିସିର ଗୋଟିଏ ନୂଆ ନିୟମ ଆଉ ପୁରା ଦେଶର ରାଜନୀତିରେ ଝଡ଼। କଲେଜ କ୍ୟାମ୍ପସରେ ଭେଦଭାବ ରୋକିବାକୁ ଆସିଥିବା ଏହି ନିୟମ କ'ଣ ସତରେ ଛାତ୍ରମାନଙ୍କ ଭିତରେ ଆହୁରି ବିଭେଦ ସୃଷ୍ଟି କରୁଛି? ଦେଶର ଶିକ୍ଷା ବ୍ୟବସ୍ଥାରେ ହଇଚଇ କ୍ୟାମ୍ପସରୁ ରାଜରାସ୍ତା ପର୍ଯ୍ୟନ୍ତ ବିରୋଧର ନିଆଁ ଜଳୁଛି। ତେବେ ଚାଲନ୍ତୁ ବୁଝିବା କ'ଣ ଏହି ନୂଆ ନିୟମର ଅସଲ କଥା, ଆଉ ଏହାକୁ ନେଇ ରାଜନୀତି କାହିଁକି ଏତେ ସରଗରମ। ଏହି ନିୟମର ଆବଶ୍ୟକତା କାହିଁକି ପଡ଼ିଲା? ପ୍ରଥମେ ଜାଣିବା ୟୁଜିସି ବା ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ କ'ଣ। ଏହା ହେଉଛି ଭାରତରେ ଉଚ୍ଚଶିକ୍ଷା ପାଇଁ ସବୁଠୁ ବଡ଼ ସଂସ୍ଥା, ଯାହା କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ନୀତି ନିୟମ ତିଆରି କରେ। ବର୍ଷ ବର୍ଷ ଧରି ଦେଶର ଅନେକ କ୍ୟାମ୍ପସରୁ SC/ST ଏବଂ OBC ବର୍ଗର ଛାତ୍ରଛାତ୍ରୀଙ୍କ ସହ ଜାତିଗତ ଭେଦଭାବର ଅଭିଯୋଗ ହେଉଥିଲା, କିନ୍ତୁ ଏହି ସମସ୍ୟା ସେତେବେଳେ ପୁରା ଦେଶକୁ ଦୋହଲାଇ ଦେଲା ଯେତେବେଳେ ହାଇଦ୍ରାବାଦ ୟୁନିଭର୍ସିଟିର ଛାତ୍ର ରୋହିତ ଭେମୁଲା ଏବଂ ଡାକ୍ତର ପାୟଲ ତଡଭୀଙ୍କ ଭଳି ମେଧାବୀ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଲା। ଏହି ଦୁଃଖଦ ଘଟଣା ପରେ ନ୍ୟାୟ ପାଇଁ ତାଙ୍କ ପରିବାର ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ୟୁଜିସି ଏକ ଶକ୍ତିଶାଳୀ ଏବଂ ବାଧ୍ୟତାମୂଳକ ନିୟମ ଆଣିବାକୁ ବାଧ୍ୟ ହେଲା, ଯାହା ପୂର୍ବରୁ 2012ରେ କେବଳ ଏକ ପରାମର୍ଶ ଭାବେ ଥିଲା। କ'ଣ ଏହି ନୂଆ ନିୟମ? ଜାନୁଆରୀ 13, 2026ରେ ୟୁଜିସି ଯେଉଁ ନୂଆ ନିୟମାବଳୀ ଜାରି କଲା ତାର ପୁରା ନାଁ ହେଉଛି ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ ରେଗୁଲେସନ୍ସ 2026। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନରେ ଏକ ସମାନତାର ବାତାବରଣ ସୃଷ୍ଟି କରିବା। ଆସନ୍ତୁ ଏହାର କିଛି ମୁଖ୍ୟ ଦିଗକୁ ଦେଖିବା। ଇକ୍ୱାଲ ଅପରଚ୍ୟୁନିଟି ସେଣ୍ଟର। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏକ ଇକ୍ୱାଲ ଅପରଚ୍ୟୁନିଟି ସେଣ୍ଟର ଗଠନ କରାଯିବ। ଏହା ଅଧୀନରେ ଏକ ଇକ୍ୱିଟି କମିଟି ରହିବ। ବିବିଧ ପ୍ରତିନିଧିତ୍ୱ। ଏହି କମିଟିରେ କେବଳ SC, ST, OBC ନୁହେଁ, ବରଂ ମହିଳା, ଭିନ୍ନକ୍ଷମ ଏବଂ ଅନ୍ୟାନ୍ୟ ବର୍ଗର ପ୍ରତିନିଧି ମଧ୍ୟ ରହିବେ, ଯାହାଫଳରେ ସବୁ ଅଭିଯୋଗକୁ ସଠିକ ଭାବେ ବୁଝିହେବ। ଅଭିଯୋଗ ସମାଧାନ ବ୍ୟବସ୍ଥା। ଅଭିଯୋଗ ପାଇଁ ଏକ 24 ଘଣ୍ଟିଆ ଅଭିଯୋଗ ସମାଧାନ ବ୍ୟବସ୍ଥା ଓ ଜଣେ ସ୍ୱତନ୍ତ୍ର ଅଧିକାରୀ ରହିବେ। କଠୋର କାର୍ଯ୍ୟାନୁଷ୍ଠାନ। ଯଦି କୌଣସି ଅନୁଷ୍ଠାନ ଏହି ନିୟମକୁ ଅବମାନନା କରେ, ତେବେ ୟୁଜିସି ତାର ଅନୁଦାନ ବନ୍ଦ କରିବା ସହ ମାନ୍ୟତା ମଧ୍ୟ ରଦ୍ଦ କରିପାରିବ। ସରକାରଙ୍କ କହିବା କଥା, ଏହି ନିୟମ ସମ୍ବିଧାନର ମୂଳଦୁଆ ଉପରେ ତିଆରି ହୋଇଛି, ବରଂ ଏହାର ଲକ୍ଷ୍ୟ କାହାକୁ ଆଘାତ ଦେବା ନୁହେଁ, ସମସ୍ତଙ୍କୁ ସୁରକ୍ଷା ଦେବା। ବିବାଦ ଓ ବିରୋଧ କାହିଁକି? ଏହି ନିୟମ ଲାଗୁ ହେବା ପରେ ପରେ ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀ ଭଳି ସ୍ଥାନରେ ଏହାକୁ ନେଇ ତୀବ୍ର ବିରୋଧ ଆରମ୍ଭ ହୋଇଯାଇଛି। ବିରୋଧ କରୁଥିବା ଛାତ୍ରମାନେ ଏହାକୁ କଳା ଆଇନ ବୋଲି କହୁଛନ୍ତି। ସେମାନଙ୍କର ମୁଖ୍ୟ ଯୁକ୍ତିଗୁଡ଼ିକ ହେଲା ଓଲଟା ଭେଦଭାବ। ବିରୋଧୀଙ୍କ କହିବା କଥା, ଏହି ନିୟମ କେବଳ SC, ST, OBC ବର୍ଗଙ୍କ ସୁରକ୍ଷା କଥା କହୁଛି, କିନ୍ତୁ ଯଦି ଜଣେ ସାଧାରଣ ବର୍ଗର ଛାତ୍ର ଭେଦଭାବର ଶିକାର ହୁଏ, ସେ କୁଆଡ଼େ ଯିବ? ଏହାଦ୍ୱାରା ସେମାନଙ୍କୁ ସମ୍ଭାବ୍ୟ ଦୋଷୀ ଭାବେ ଦେଖାଯାଉଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ମିଛ ମାମଲାର ଭୟ। ଏହି ନିୟମର ଅପବ୍ୟବହାର ହୋଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଏହା ସହିତ ବ୍ୟକ୍ତିଗତ ଶତ୍ରୁତା ପାଇଁ ମଧ୍ୟ ସାଧାରଣ ବର୍ଗର ଛାତ୍ର ଓ ଶିକ୍ଷକଙ୍କ ବିରୋଧରେ ମିଛ ମାମଲା ହୋଇପାରେ। ସାମାଜିକ ବିଭାଜନ। ସେମାନଙ୍କ ମତରେ ସମାନତା ବଦଳରେ ଏହି ନିୟମ କ୍ୟାମ୍ପସରେ ଛାତ୍ରମାନଙ୍କ ମଧ୍ୟରେ ଜାତିଗତ କନ୍ଦଳ ଓ ଅବିଶ୍ୱାସ ସୃଷ୍ଟି କରିବ। ଏହା ପଛର ରାଜନୀତି କ'ଣ? ଯେକୌଣସି ସାମାଜିକ ପ୍ରସଙ୍ଗ ଭଳି ଏଥିରେ ବି ରାଜନୀତି ପଶିଛି। ବିଜେପି ଯିଏକି ସରକାରୀ ଦଳ ରହିଛି, ଶାସକ ଦଳ ଏବେ ଦୋ ଛକିରେ। ଗୋଟେ ପଟେ ସଂରକ୍ଷିତ ବର୍ଗକୁ ସୁରକ୍ଷା ଦେଇ ସେମାନଙ୍କ ଭୋଟ ବଜାୟ ରଖିବାକୁ ଚେଷ୍ଟା, ଅନ୍ୟପଟେ ନିଜର ପାରମ୍ପରିକ ସବର୍ଣ୍ଣ ଭୋଟ ବ୍ୟାଙ୍କ ଅସନ୍ତୁଷ୍ଟ ହେବାର ଭୟ। ଏହି ଅସନ୍ତୋଷକୁ ନେଇ ଶାସକ ଦଳ ଭିତରେ ଚାପା ଗୁଞ୍ଜରଣ ମଧ୍ୟ ଶୁଣିବାକୁ ମିଳୁଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଆଶ୍ୱାସନା ଦେଇଛନ୍ତି ଯେ ନିୟମର କୌଣସି ଦୁରୁପଯୋଗ ହେବ ନାହିଁ। ବିରୋଧୀ ଦଳ। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ଏହି ନିୟମକୁ ସମର୍ଥନ କରୁଥିଲେ ମଧ୍ୟ ସରକାରଙ୍କୁ ଘେରିବାକୁ ସୁଯୋଗ ଛାଡୁନାହାନ୍ତି। ସେମାନେ ଦାବି କରୁଛନ୍ତି ଯେ ସୁରକ୍ଷା ସବୁ ବର୍ଗର ଛାତ୍ରଙ୍କ ପାଇଁ ହେବା ଦରକାର। ଆଞ୍ଚଳିକ ଦଳ। ତାମିଲନାଡୁର DMK ଭଳି ଦଳ ଏହାକୁ ବିଳମ୍ବିତ ହେଲେ ବି ଏକ ଜରୁରୀ ପଦକ୍ଷେପ କହି ସ୍ୱାଗତ କରିଛନ୍ତି। ଏକଥା ସତ ଯେ ଭାରତୀୟ ଶିକ୍ଷାନୁଷ୍ଠାନରେ ଜାତିଗତ ଭେଦଭାବ ଏକ ବଡ଼ ସମସ୍ୟା, ଆଉ ଏହାର ସମାଧାନ ପାଇଁ ଏକ ଦୃଢ଼ ନିୟମର ଆବଶ୍ୟକତା ବି ଥିଲା। ୟୁଜିସିର ଏହି ନୂଆ ପଦକ୍ଷେପ ସେହି ଦିଗରେ ଏକ ପ୍ରୟାସ, କିନ୍ତୁ ଏହାର କାର୍ଯ୍ୟକାରିତାକୁ ନେଇଥିବା କିଛି ଅସ୍ପଷ୍ଟତା ଏବଂ ଏହାକୁ ନେଇ ହେଉଥିବା ରାଜନୀତି ଏହାକୁ ବିବାଦୀୟ କରିଦେଇଛି। ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ନିୟମ କ୍ୟାମ୍ପସରେ ସମାନତା ଆଣିବା ପାଇଁ ତିଆରି ହୋଇଥିଲା, ତାହା କ'ଣ ରାଜନୈତିକ ଫାଇଦା ପାଇଁ ଛାତ୍ର ସମାଜକୁ ଆହୁରି ଭାଗ ଭାଗ କରିଦେବ?
ଶିକ୍ଷାର ମନ୍ଦିରରେ ଏହି ପ୍ରସଙ୍ଗ ଏକ ସୁସ୍ଥ ସମାଧାନର ବାଟ ଖୋଜିବା ପରିବର୍ତ୍ତେ ଭୋଟ ବ୍ୟାଙ୍କ ରାଜନୀତିର ଏକ ଅସ୍ତ୍ର ପାଲଟି ଯାଇଛି କି? ଏହି ପୁରା ପ୍ରସଙ୍ଗ ଉପରେ ଆପଣଙ୍କର ମତ କ'ଣ? ଆପଣଙ୍କୁ କ'ଣ ଲାଗୁଛି? ଏହି ନିୟମ ସତରେ କ'ଣ ସମାନତା ଆଣିବ ନା ବିଭେଦ ବଢ଼ାଇବ? ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅଧିକ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ ଜନନ ଟିଭି।